केड़े रंगरे लो मंथरा चालीची देखो हाथरे धरिची देखो हाथरे धरिची देखो जोपा मारिलो मंथरा चालीची देखो मुंडरे काटीची देखो मुंडरे काटीची देखो चिता पीली कल मंथरा चालीची देखो बुढ़ी बुढ़ी बोली मते बुढ़ी बुढ़ी बोली मते डाकू चौकिया रे बुढ़ी बुढ़ी बोली मते ए बुढ़ी कार कौन कला एबे गाँ रे लगाए पाला रे गाँ रे लगाए पाला पकला बाल मोर जाऊची उड़ी दांत नथी बारू देखा जाऊची बुढ़ी चक्का डोला है पारी करो पारी ए कान आज कौन न शुणिला लो मा केते जे अघटन कथा में राणी मा शुणिले तांकर कौन हब के जानिलो मा ए राणी मा कुंभीर पर आसी मझनरे घर कलानी तुमर सेठी गणा गांठी सजा चाली थी ना कौन हो मला 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 घर बुड़ी पानी आंठी हेलानी राणी मा पचार कार कौन आउ कार पुणी कौन हम राणी मा तुमरी कपाल फाटिला लो मा तुमरी कपाल फाटिला आले मथुरा तू कौन कहू मु तो कथा किसी बुझी पारुनी तो कथाटा शुणिला बेले को मो छाती कहीं फाटी जाऊँगी कह मथुरा मोर कौन फाटी जीवार कथा ना ना फाटी जीवार कथा कार मान फाटिब कहल एक कोड़ा कपाल लो मा आले मथुरा तू कौन कहू मु तो कथा किसी बुझी पारुनी तू खोली न कहले मु जानिबी किपरि कह मथुरा मोर कौन होईची तुम्हें किसी जानी ना राणी मा ना ना तुम्हें किसी जानी ना मल्ली फूल दना दना लो राणी मा मल्ली फूल दना दना मल्ली फूल रोजे केड़े बासना कहिले जानी बुझिना तुम्हें किसी जानी ना राणी मा कौन कहबी लो मा ए कथा कहला बेल को ना छातीटा मोर फाटी जाऊ आले मथुरा मु सत कहूची मु किछि जानिनी मु किछि सुनिनी तू खोली न कहले मु जानिबी कि परि कह मथुरा मोर कौन होईची शीघ्र खोली कह
ଇଏ ଜାଣି ଶୋଇଥିବ ଯିଏ ନା ତାକୁ ଉଠେଇ ମାରିବ କିଏ ବା କିଛି ଜାଣିନ? ନାଇଁ ନାଇଁ ତମେ କିଛି ଜାଣିନ। ଏ ରାଇଜସରା ପାରା ନାଗରା ବାଜି ଉଠିଲାଣି। ଟମ ଟମ ଏଇ ନାଗରା ବାଜି ଉଠୁଛି ଲୋ ମା। ଆଉ କଣ କହିବି ଲୋ ମା, ବଡ଼ ରାଣୀଙ୍କର ଗୋଡ଼ ଆଉ ତଳେ ଲାଗୁନାହିଁ। ଇଏ କଣ କମ କଥା, ନିଜ ପୁଅ ରାଜା ବଟି। କଣ କହିଲୁ ମଧୁରା? ମହାରିପୁତ୍ର ରାମଚନ୍ଦ୍ର। ଆହା କେତେ ଶୋଭ କେତେ ଲୋ ମଧୁରା। ସତରେ ମୋ ମନରେ କି ଆନନ୍ଦ, ମୋ ମନରେ କି ଆନନ୍ଦ। ଆନନ୍ଦିତ ହଉଥିବ ରାଣୀମା, ଆନନ୍ଦିତ ହଉଥିବ। କଥାରେ କୁହନ୍ତିନି ନ ଦେଖିଲା ଲୋକ ଦେଖ ନା କଇଁଚ କାଟଛି ବେକ। ହେଲେ ରାଣୀମା ତୁମର ଏତେ କଣ ହେଲା ଯେ ଏତେ ଆନନ୍ଦରେ ଉଛୁଳି ପଡୁଛ ବା? ତୁମ ମୋର ଖାଲି ରାମ, ହେଲେ ଭରତ ମନ। ଆଲେ ମନ୍ଥରା, ଏତେବେଳେ ତୁ ଭୋଗ ଦେଲୁ, ତତେ କଣ ମୁଁ ଖାଲି ହାତରେ ଫେରେଇ ଦେବି? ଏଇ ନେଇ ଏଇ ରତ୍ନହାରଟି ମୁଁ ତତେ ଉପହାର ଦେଉଛି। ଲାଜ ନାହିଁ ମତେ ସରମକୁ, ଦି ପଇସାର ହୁଡୁମ ଖାଇ ହାତ ଟେକୁଥିଲି ଧରମ। ଚକା ଡଳା ହେ ପାରି କର ପାରି କର ପାରି କର। ଦେଶୀ ଆଳୁ କେବେ ଦେଖି ନାହିଁ ବୋପା ଘୋଟା କାଳୁ। ନା ନା କଣ କହିଲ ରାଣୀମା, ଏତେ ତମ ଆନନ୍ଦ? ରାଣୀମା ଏତେ ଆନନ୍ଦରେ ଉଛୁଳି ପଡ଼ନି ବା। ହେଲେ ରାଣୀମା ତୁମ ପୁଅ ଭରତ କଥା ଟିକେ ମନ ଭାବ ମା, ତାଙ୍କ ମନରେ କେତେ ଦୁଃଖ ହଉନଥିବ ଲୋ ମା। ମନ୍ଥରା, ତୁ କଣ ଜାଣିନୁ ରାମ ମୋର ଭରତ ଠାରୁ କେତେ ଗୁଣରେ ଅଧିକ? ଗଲା ତୁମରି ମୋ ତ ଖାଲି ରାମ ରାମ ରାମ। ଏ କଥା ଭାବିଲା ବେଳେ ତ ନା ଛାତିଟା ମୋର ଫାଟି ଯାଉଛି ଲୋ ମା। ମୂଳରୁ ବୁଝି ସୁଝି କାମ ନ କଲେ ପଛରେ ଭାବି ହଉଥିବ ଯେ। ମନ୍ଥରା, ତୁମ ସରଳ ମନ ବିଷ ଢାଳି ଦିଅ ନା। ରାମ ମୋର ରାଜା ହଉ, ଭରତ ତାର ଚିରଦିନ ପାଇଁ ଦାସ ହଉ। ଚାଲି ତ କହୁଛି ମୋ ସାମ୍ନା ଚାଲି ଯା। ଏମିତି ଅନେକ କାହିଁକି ବା? ଏ ମନ୍ଥରା ଚାଲି ଯା କହୁଛି। ଦେଖିବି କେମିତି ଚାଲିଯିବି। ଏ କଟା ଖଇର ଭାସୁ ଯାଉଥିଲା ଅଧା ନଈର, ଛାଣି ଆଣିଥିଲି ତତେ। ଇଏ ଠାକୁଆ ଗାଲାରେ ମାଉଁସ ଲାଗିଲା ଜବାବ ଦଉଛୁ ମତେ। ନାଇଁ 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 କଣ କହିଲ ରାଣୀମା, ମଲା ସଉତୁଣୀ ପୁଅ ରାଜା ହେବ, ସେଥିରେ ପଡି ଏତେ ଆନନ୍ଦ ଉଛୁଳ ପଡୁଛି। ଦେଖ ତୁମର ଯାହା ଇଚ୍ଛା ତାହା କରିନିଅ ରାଣୀମା। ରାମ ରାଜା ହଉ କି ତୁମ ପୁତ୍ର ଭରତ ତାର ଗଡା ସେବା କରୁ, ସେଥିରେ ମୋର ଯାଏছে କେତେ ବା। ହେଲେ ରାଣୀମା ମୂଳରୁ ବୁଝୁ ସୁଝି କାମ ନ କଲେ ପଛରେ ଭାବି ହଉଥିବ ଯେ। ତୁ କଣ କହୁଛୁ ମନ୍ଥରା? ତୁ କଣ କହୁଛୁ? ତୋ କଥାଟା ଶୁଣିଲା ବେଳକୁ ମୋ ଛାତିରେ କାହିଁକି ଫାଟି ଯାଉଛି, ମୋ ମନଟା କାହିଁକି ଘୋରି ଯାଉଛି। ଚାରିଆଡେ ଖାଲି ମତେ ଅନ୍ଧକାର ଦେଖାଯାଉଛି ମନ୍ଥରା, ଚାରିଆଡେ ଖାଲି ମତେ ଅନ୍ଧକାର ଦେଖାଯାଉଛି। ତୁ ମୋର ହାତ ଧରି କେଉଁକୁ ଟାଣି ଆସୁ ମନ୍ଥରା, ତୁ ମୋର ହାତ ଧରି କେଉଁକୁ ଟାଣି ନେଇ ଯାଉଛୁ। ମଲା 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 ତମର ମନ ମଲା ହେ ପାରି କର ପାରି କର ପାରି କର। ରାଣୀମା ମୁଁ ତମର କଣ ଅଣହିତ କଥା କହୁଥିଲି କି? ନାଇଁ ନାଇଁ ମୁଁ ତମର କଣ ଅଣହିତ କଥା କହୁଥିଲି? ହାତ ଠାରି କେଉଁ ଆଡେ ନେଇ ଯାଉଛି ବା ଏମିତି? ହାତ
ସତକୁ କିଏ ନ ଭଲ ଦେଖେ କହିଲ? ସେଥିପାଇଁ ପରା କୁହନ୍ତି ଦିଅ ଦେବତା ଭୋଗ ନା ଖାଇଲେ ବର ଦିଅନ୍ତିନି। ତାହେଲେ ତୁ କଣ କହିବାକୁ ଚାହୁଁଛୁ? ରାଣୀମା କହୁଛି ପରା ରାମ ରାଜା ବୋଲ ମା କାଲି ପରା ଅଭିଷେକ ଉତ୍ସବ। ମଥୁରା ଏ ରାଜ୍ୟଟା ଆମର ରାଜାଙ୍କର। ସେ ଯାହାକୁ ଚାହିଁଲେ ତାକୁ ରାଜା କରିପାରିବେ। ସେଥିରେ ମୁଁ କଣ କରିପାରିବି ମଥୁରା? ସେଥିରେ ମୁଁ କଣ କରିପାରିବି? ମଲା 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 କଣ କରିପାରିବ? ନାଇଁ ନାଇଁ ତମେ କଣ କରିପାରିବ? କଥାଟାକୁ ଓଲଟେଇବାକୁ ଯତ୍ନ କଲେ ଓଲଟି ଯିବନି। ତାର ତୁ ମତେ ବୁଦ୍ଧି ବତେଇ ଦେ ମଥୁରା। ତୁ ମତେ ବୁଦ୍ଧି ବତେଇ ଦେ। ତୁ ଯାହା କହିବୁ ମୁଁ ଠିକ ସେ ହିଁ କରିବି। କରିବଟି? ନାଇଁ ନାଇଁ ମୋ ରାଣ ଖାଲି କହିଲ ମୁଁ ଯାହା କହିବି କରିବଟି? ଆଲେ ମଥୁରା ତ ରାଣ କଣ ମୋ ପୁତ୍ର ଭରତ ରାଣୀ ପକ୍ଷେ କହୁଛି। ତୁ ଯାହା କହିବୁ ମୁଁ ଠିକ ସେ ହିଁ କରିବି। କଥା କଣ କି ରାଣୀମା? ତୁମ ପୁତ୍ର ଭରତ ହେବ ଅଯୋଧ୍ୟାର ରାଜା ଆଉ ରାମ ଯିବ 14 ବର୍ଷ ବନ। ଏ ଦୁଇଟିରେ ହେବ ଅଯୋଧ୍ୟା ମନ୍ଥନ ଲୋ ମା। ହେଲେ ଏ କିପରି ସମ୍ଭବ ମଥୁରା? ତୁ କଣ କହୁଛୁ ଶୀଘ୍ର କହ। ମଲା ତୁମର କଣ ମନେ ନାହିଁ କି ସମରାସୁର ଯୁଦ୍ଧ ସମୟରେ ରାଜା ଯେତେବେଳେ କ୍ଳାନ୍ତ ହୋଇ ଫେରିଥିଲେ ଠିକ ସେତିକି ବେଳେ ତୁମେ ତାର ସେବା ଶୁଶ୍ରୂଷା କରି ଆନନ୍ଦିତ କରାଇଥିଲ। ସେଇ ସେବା ଶୁଶ୍ରୂଷାରେ ଖୁସିତ ହୋଇ ତୁମକୁ 2ଟି ବର ଦେବାକୁ ଅଙ୍ଗୀକାର କରିଥିଲେ ରାଜା। ଏ ଠିକ ସୁଯୋଗ ରାଣୀମା, ଆଜି ଠିକ ସୁଯୋଗ ଏ 2ଟି ବର ମାଗିନିଅ ରାଣୀମା। ହଁ ତୁ ଠିକ କହିଛୁ ମଥୁରା। ସମ୍ପ୍ରସାର ଯୁଦ୍ଧ ବେଳେ ରାଜା ମତେ 2 ଗୋଟି ବର ଯାଚିଥିଲେ, କିନ୍ତୁ ବର 2ଟି ଆବଶ୍ୟକ ସ୍ଥଳେ ମାଗି ନେବି ବୋଲି ଆଜି ପର୍ଯ୍ୟନ୍ତ ମୁଁ ଚୁପ୍ ରହିଛି। ତୁ ଯେତେବେଳେ ସେ ବର 2ଟି ମତେ ମନେ ପକେଇ ଦେଇଛୁ ତାହେଲେ ମୁଁ ନିଶ୍ଚୟ ମାଗି ନେବି। ହେଲେ କହ ମଥୁରା ବର୍ତ୍ତମାନ ସେ ବର 2ଟି କଣ ମାଗି ନେବି ଶୀଘ୍ର କହ। ତାହେଲେ ଶୁଣିନିଅ ରାଣୀମା। ପ୍ରଥମ ବର ରାମଚନ୍ଦ୍ର 14 ବର୍ଷ ବନକୁ ଯିବ। ଆଉ ଦ୍ୱିତୀୟ ବର ତୁମ ପୁତ୍ର ଭରତ ହେବ ଅଯୋଧ୍ୟାର ରାଜା। ବୁଝିଲେ ତ? ହଁ ତୁ ଠିକ କହିଛୁ ମଥୁରା, ତୁ ଠିକ କହିଛୁ। ତୁ କହିବା ଅନୁସାରେ ମହାରାଜକୁ ନିଶ୍ଚୟ ସେ ବର 2ଟି ମୁଁ ମାଗି ନେବି। ରାଣୀମା ରାଜା ଆସିବା ସମୟ ହେଲାଣି ମୁଁ ଯାଉଛି। ରାଣୀମା ସେଠି ରାଣୀମା କାହିଁ କେଉଁ କେଉଁ 2ଟି ବର କହିଲି ମନେ ଅଛି ତ? କାହିଁ କହିଲ? ପ୍ରଥମ ବର ରାମଚନ୍ଦ୍ର ଜଟାବକଳ ପରିଧାନ କରି 14 ବର୍ଷ ବନବାସ ଯିବ। ଆଉ ଅନ୍ୟ ବରେ ମାରି ପୁତ୍ର ଭରତ ଏହି ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହେବ। ରାଣୀମା ରାଜା ଆସିବା ସମୟ ହେଲାଣି ମୁଁ ତାହେଲେ ଯାଉଛି ରାଣୀମା, ମୁଁ ତାହେଲେ ଯାଉଛି। ରାଣୀମା ରାଜା ଆସିଲେଣି, ଡାକ ଦେଲେଣି। ମଳୁ ଲଢୁଥିଲା କାକର ପାଣି ବୈଦ କହିଲା ଦେ ତ ରାଣୀ। ଏ ଠିକ ସୁଯୋଗ ଲୋ ମା। ନଈ ପଡିଥିବ ଯେତିକି ବେଳେ ବିଦାୟ ମାରିବୁ ସେତିକି ବେଳେ। ରାଣୀମା ହାତରେ କାଚ ଲାଗିଥିବ ପାଦରେ ପାଉଁଜି ବାଜୁଥିବ ଏ 2ଟି ବର ରାଜାକୁ ମାଗି ନବ। ମୁଁ ଯାଉଛି ରାଣୀମା। ରାଣୀମା ତୁମରି ମତାକୁ ମୋରି କଥା ଏ ବର 2ଟା ମନେ ରଖିତା।
ପାରି କର ରାଣୀ ମା ମୁଁ ଯାଉଛି ମୁଁ ଅନ୍ତରାଳ ଲଇ ସବୁ ଶୁଣୁଥିବି ଲୋ ମା ତୁ ଯାହା ଯାହା ମୁଁ କହିଲି ତାହା ତୁ ତାହା ମାଗିବୁ ମୁଁ ଯାଉଛି ରାଣୀ ମା বুঝি না সে ফুল গঙ্গে
ରାଣୀ ଏ କଣ ହୋଇଛି ତୁମର? ଆଜି ଏପରି ମନରେ ଦୁଃଖ କରୁଛ? କିଏ ଆଜି ତୁମକୁ କଣ କହିଛି କି? ମହାରାଜ ଆପଣଙ୍କର ମନେ ଅଛି ଯେତେବେଳେ ସମ୍ରାସକୁ ବଧ କରି ଆପଣ କ୍ଳାନ୍ତ ହୋଇ ଫେରି ଆସିଥିଲେ, ଆଉ ସେତେବେଳେ ମୁଁ ଆପଣଙ୍କୁ ବହୁତ ସେବା ଶୁଶ୍ରୂଷା କରି ଆପଣଙ୍କୁ ସୁଖୀ କରିଥିଲି, ଆଉ ଆପଣ ମୋ ସେବା ଶୁଶ୍ରୂଷାରେ ଖୁସି ହୋଇ ଆପଣ 2 ଗୋଟି ବର ଯାଚିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବର 2ଟି ଯାଚି କରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଇନାହାନ୍ତି। ହେଲେ ମହାରାଜ ମୁଁ ବି ଭାବିଥିଲି ଆବଶ୍ୟକ ସହି ସେ ବର 2ଟି ମାଗି ନେବି ବୋଲି। ଆଜି ପର୍ଯ୍ୟନ୍ତ ମୁଁ ଚୁପ୍ ରହିଛି। ହେଲେ ମହାରାଜ ବର୍ତ୍ତମାନ ସେ ବର 2ଟି ମତେ ଦରକାର। ହଁ ରାଣୀ, ସେହି 2 ଗୋଟି ବର ମୁଁ ନିଶ୍ଚୟ ପ୍ରଦାନ କରିବି। ମାଗ, ତୁମର ଯାହା ଇଚ୍ଛା ତୁମେ ତା ମାଗି ନିଅ। ହେଲେ ମହାରାଜ ରାତି ପାଇଲେ ତ ରାମ ରାଜା ହେବେ, ଆପଣ ବର ଦେବେ କିପରି? ଏହା ତ ପୁଣି ବହୁ ଖୁସିର ଖବର ରାଣୀ। ରାତ୍ର ପାହିଲେ ଏହି ଅଯୋଧ୍ୟାରେ ମୋହରି ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର ରାଜା ହେବେ। ଏହି ଖୁସିର ଖବରରେ ନାଚି ଗାଇ ଉଠିବେ ମୋହରି ଅଯୋଧ୍ୟା ନଗରୀ। ପୁଣି ତୁମ ମନସ୍କାମ ପୂର୍ଣ୍ଣ କରିପାରିବି ନାହିଁ? ନିଶ୍ଚୟ ପ୍ରଦାନ କରିବି ରାଣୀ। ମାଗ, ତୁମର ଯାହା ଇଚ୍ଛା ତୁମେ ତା ମାଗି। ହେଲେ ମହାରାଜ ମନରେ କିଛି ଭାବିବେ ନା ତ? ନା ରାଣୀ, ସେଥିରେ ଭାବିବାର କଣ ଅଛି? ଏଇ ତାହେଲେ ଦେବେ ନା? ହଁ ରାଣୀ। କିନ୍ତୁ ମହାରାଜ ଏ ଚତୁର୍ଦିଗକୁ ସାକ୍ଷୀ ରଖି ପୁଣି ଥରେ ମୋରି ସମ୍ମୁଖରେ ଆପଣ ସତ୍ୟ କରନ୍ତୁ, ଯାହା ମାଗିବି ଆପଣ ସ୍ୱଇଚ୍ଛାରେ ମତେ କରିବେ ପ୍ରଦାନ। ସତ୍ୟ? ହଁ ରାଣୀ, ମୁଁ ସତ୍ୟ କରି କହୁଛି, ତୁମେ ଯେଉଁ ବର ମାଗିବ ତାହା ମୁଁ ନିଶ୍ଚୟ ପ୍ରଦାନ କରିବି। ଏଇ ତାହେଲେ ଶୁଣ, ମୋର ପ୍ରଥମ ବର ରାମଚନ୍ଦ୍ର ଜଟବକଳ ପରିଧାନ କରି 14 ବର୍ଷ ବୟସ। ଆଉ ଅନ୍ୟ ବରଟି ହଉଛି ମୋରି ପୁତ୍ର ଭରତ ଏଇ ଅଯୋଧ୍ୟାରେ ରାଜା ହେବ, ରାଜା। କି ବର ମାଗିଲ କହିକି ମାଗ ରାଣୀ, ମାଗ ତୁମେ ଅନ୍ୟ ବର। ମାତ୍ର ଏହି ବର ମୁଁ ଦେଇପାରିବି ନାହିଁ ରାଣୀ। ମୁଁ ମୋର ପ୍ରାଣର ପ୍ରିୟ ରାମଟାକୁ ମନକୁ ଛାଡ଼ି ପାରିବି ନାହିଁ। ସେ ଚାଲିଗଲେ ଆଉ କଣ ମୋ ପିଣ୍ଡରେ ପ୍ରାଣ ରହିବ? ରାଣୀ, ତୁମେ ଅନ୍ୟ ବର ଚାହ। ନା, ଅନ୍ୟ ବର ନାହିଁ ପର୍ଯ୍ୟନ୍ତ ସେଇ 2ଟି ବର। ପ୍ରଥମ ବର ରାମଚନ୍ଦ୍ର ଜଟବକଳ ପରିଧାନ କରି 14 ବର୍ଷ ବନବାସ ଯିବ, ଆଉ ଅନ୍ୟ ବରେ ମୋରି ପୁତ୍ର ଭରତ ଏଇ ଅଯୋଧ୍ୟାରେ ରାଜା ହେବ। ତୁମେ ନାରୀ ନୁହଁ, ତୁମେ ପିଶାଚୀ। ବଦ ନୁହଁ, ତୁମେ ରାକ୍ଷସୀ। ରାମ ତୋର କେଉଁ ଦୋଷ କରିଥିଲା ଯେ ତୁ ତାକୁ ଏତେ ବଡ଼ ନିର୍ବାସନ ଦଣ୍ଡ ଦେଉଛୁ? ମୋ ରାମ ଯଦି 14 ବର୍ଷ ବନବାସ ଚାଲିଯିବ,
ମୁଁ କଣ ଜୀବନ ଧରି ବଞ୍ଚି ରହିପାରିବି? ତୁମେ ଏହି ବର ମାଗ ନାହିଁ। ନା ସତ୍ୟ ପକେନ କଲକା ରାଜା, କିନ୍ତୁ ଚାହିଁ ନାହିଁ ମୁଁ ଅନ୍ୟ ବର କିଛି। କୁହନ୍ତୁ ଆପଣ ଏ ବର ଦେବେ କି ନା ନାହିଁ? ଇଏ କି ବର କରିଲ ପ୍ରାର୍ଥନା? ମୋ ବନବାସୀ ରାବୁରେ ସୂର୍ଯ୍ୟ ବଂଶର ଉଜ୍ଜଳ ପଡ଼ି ମୁଁ ପରେ ତାହାର ପିତା ହେଲେ ରାଣୀ। ମୁଁ ପିତା ହୋଇ ସନ୍ତାନ କିପରି ଦେବି ଏହି ନିଷ୍ଠୁର ଆଦେଶ? କାନ୍ଦେ ନାହିଁ କି ପ୍ରାଣ ତବ ଅନୁରୋଧ। ରାଣୀ ତୁମ ସ୍ୱାମୀ କର ତୁମକୁ ଅନୁରୋଧ। ମଗ ତୁମେ ଅନ୍ୟ ବର। राजा जदि ए बस सत्य थिब तेबे न करिब रक्षा, तेबे सूर्य वस्त्रे लागिब कलंक। पशु पक्षी वृक्षलता स्थावर जंगम स्वर्ग मर्त्य पाताल रसातल समस्ते समस्तरे कहिबे एकांत अधर्मचारी रघुकुलपति। सारे मात्र चिंता कर राजा कि कलंकित कलुषित हब ए अयोध्यार सत्य रामराती। परिबी नहीं रानी, तहब परिबी नहीं। सत्य बुड़ो सत्य धर्मर धर्मर पचे होइबी सेवक। सिर उपरे बहिबी मु कलंकर भार। किंतु फुटंत गोलापटाकू किपरि फिंगी देवी दांडर धूली। कौन करी कि उपाय जे बहर एड़े जदि सत्य अपमानना करे ताहले सूर्य वंशे लागिब कलंक। पशु पक्षी स्थावर जंगम समस्ते एक स्वर कहिबे एही सूर्य वंश राजा दशरथ गोटे सत्य अपमान। एड़े जदि सत्य रक्षा करे
ତାହେଲେ ମୋହର ପ୍ରାଣର ରାଭଟା ଚାଲିଯିବ। ପିତୃ ସତ୍ୟ ପାଳିବାକୁ 14 ବର୍ଷ ବନବାସ। କଣ କହିବି କି ଉପାୟ ଯେ ମୋହର? ରାଣୀ ବଞ୍ଚ ସ୍ୱାମୀକୁ ତୁମର। ସତ୍ର ପରେ ରହିଛି ଆବଦ୍ଧ କିମ୍ବା ଯେ କାରଣ କାତର ସତ୍ୟ ଲାଗି ରାଜା ବୀର ହରିଶ୍ଚନ୍ଦ୍ର କରିଥିଲେ ବସଣୀରେ ବାସ। ସତ୍ୟ ଲାଗି ନଳ ରାଜା କାଟି ଦେଲେ ଘାସ। ଆପଣ ସେ ସତ୍ୟର ଆବଦ୍ଧ କୁହନ୍ତୁ ରାଜା କଣ କରିବେ? ସତ୍ୟ ଭଗ୍ନ କରିବେ ନା ସତ୍ୟ ରକ୍ଷା କରିବେ? କୁହ ସତ୍ୟ ଭଗ୍ନ କରିବେ ନା ସତ୍ୟ ରକ୍ଷା କରିବେ? କୁହ ସତ୍ୟ ଭଗ୍ନ କରିବେ ନା ସତ୍ୟ ରକ୍ଷା କରିବେ? ହଁ ହଁ ରାଜା, ମୁଁ ଗୋଟାଏ ସତ୍ୟବୋଧ ରାଜା। ପ୍ରଭୁ ହେ ଭଗବାନ, ପ୍ରଭୁ ହେ ଭଗବାନ, ତୁମେ ସବୁ କଣ କଲ ପ୍ରଭୁ? ଅଗାଧ ସିନ୍ଧୁ ଜଳରେ ଡୁବାଇ ଦେଲ ମୋହର ରତ୍ନହାରଟାକୁ। वही राक्षसीर भय जानी नथिली। अरे अयोध्यार बसीगढ़ बंद कर तुमर सही आनंद उत्सव। तुम्हें मैंने सब भावुच यही अयोध्यार आप राम राजा हेबे। ना ना रे, से सब तुम भ्रांत धारणा। रात्र पाहिले मोहर प्राणर रावटा चली जीव। पितृ सत्य पालिबाकू 14 वर्ष बनवास। राम रे, राम जोगी जड़
ପାରି କର ରାଜା ଅନ୍ଧକୁ ରାଣୀ ଅନ୍ଧ ରାଜା କି ଜାଣିବ ଭଲ ମନ୍ଦ ଚକା ଡଳା ହେ ପାରି କର ଏ ରାଜାର ଭାଇ ପରାଣୀ ବୁଲେଇ ବୁଲେଇ କାଢିଦେଲା ଆଖିରୁ ପାଣି ମା କଣ ଭାବୁଛ ରାଣୀ ମା ଆଉ କିଛି ଭାବିବା ଦରକାର ନାହିଁ ରାଣୀ ମା ମୁଁ ଅନ୍ତରାଳରେ ରହି ସବୁ ଦେଖୁଥିଲ ମା ଆଉ ଶୁଣିଛି ମଧ୍ୟ ଚକଟା ଏକାରେ ଘୋରି ଯାଇଥିଲ ମା ଆଉ ତୁମେ ହବ କାଲି ସକାଳେ ରାଜମାତା ଆଉ ତୁମ ପୁଅ ଭରତ ହେବ ଅଯୋଧ୍ୟାର ରାଜା ଲୋ ମା ଏ ମତର କଥାରେ ନାହିଁ ପତନ ପଚାରି ପିତ ବନବାସ ଯିବ ଆଉ ଅଯୋଧ୍ୟାକୁ ମନେ ନ କରିବ ତେବେ ଆସ ମଥରା ତେଣେ ପରେ କେତେ କାମ ବାକି ପଡିଛି ତେବେ ଚାଲ ରେ ମନ୍ଥରା ଚାଲ ଆମର ପରା କେତେ କାମ